ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଅଛି। ଏହି ଯୋଜନାରେ ଅବଗତ ହେଲେ ଚାଷୀଙ୍କୁ ଅନେକ ସୁବିଧା ମିଳିପାରିବ। ଏଭଳି ଏକ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ଆମ ସରକାର। ଏଭଳି ଏକ ଯୋଜନା ହେଉଛନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ନଷ୍ଟ ହୋଇଯାଇଥିବା ଫସଲ ବାବଦରେ କ୍ଷତିପୂରଣ ଆକାରରେ ବୀମା ଟଙ୍କା ପ୍ରଦାନ କରାଯାଉଅଛି। କ'ଣ ଆପଣ ଏହି ଯୋଜନା ବିଷୟରେ ଜାଣିଥିଲେ କି? ଗତ 2023ରେ ସାରା ଦେଶରେ 75% କମ୍ ବର୍ଷା ହୋଇଥିଲା, ଫଳରେ ଅଧିକାଂଶ ସ୍ଥାନରେ ମରୁଡ଼ି ପଡ଼ିଥିଲା। ତେବେ ଯେଉଁମାନେ ଫସଲ କରିବା ପୂର୍ବରୁ ବୀମା ଯୋଜନାରେ ସାମିଲ ହୋଇଥିଲେ ସେମାନଙ୍କୁ ବୀମା ଟଙ୍କା ଯୋଗାଇ ଦେଉଛନ୍ତି। ତେବେ ଏଥିପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଅଛି। ଯେଉଁମାନେ କେବଳ ସାମିଲ ହୋଇ ପ୍ରିମିୟମ ଦେଇଥିବେ ସେମାନଙ୍କୁ ଏହାର ଲାଭ ମିଳିପାରିବ ନାହିଁ। ଯେଉଁମାନେ ପୂର୍ଣ୍ଣ ପ୍ରିମିୟମ ପୈଠ କରିଛନ୍ତି ସେମାନଙ୍କୁ ଫସଲ ବୀମା ଯୋଗାଣ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ। ଖାଲି ସେତିକି ନୁହେଁ, ଯେଉଁ ସବୁ ଅଞ୍ଚଳ ମରୁଡ଼ି ପ୍ରପୀଡ଼ିତ ଘୋଷଣା ହୋଇଥିଲା ସେଠାରେ ପମ୍ପ ସ୍ଥାନ ପାଇଁ ସରକାର 33.5% ରିହାତି ପ୍ରଦାନ କରିବେ। ସରକାର ବୀମା ଟଙ୍କା ପାଇବା ପାଇଁ କେତେକ ନିର୍ଦ୍ଦିଷ୍ଟ ଦସ୍ତାବିଜର ଆବଶ୍ୟକ ରହିଅଛି। ଆଧାର କାର୍ଡ଼, ବାସନ ପ୍ରମାଣପତ୍ର, ଭୋଟର କାର୍ଡ଼, ରାସନ କାର୍ଡ଼, ପାସପୋର୍ଟ, ମୋବାଇଲ ନମ୍ବର ଆଦି ବୀମା ଟଙ୍କା ପାଇବାକୁ ଏସବୁ ଡକ୍ୟୁମେଣ୍ଟ ଆବଶ୍ୟକ ହେବ। ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ବର୍ଷା ଅଭାବ ଯୋଗୁଁ ଫସଲ ନଷ୍ଟ ହୋଇଯାଇଥାଏ ତେବେ ଏହି ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଅଛି। ଅତି କମରେ ହେକ୍ଟର ପିଛା ଚାଷୀଙ୍କୁ 18,900 ଟଙ୍କା ପ୍ରଦାନ କରିବେ ସରକାର।